ଭଏସ୍ ବୋଧେ ଟିକେ ଡ୍ରପ୍ ହେଇପାରେ, ସେଥିପାଇଁ ଇୟରଫୋନ୍ ୟୁଜ୍ କରିଦେବ। ସେ ଦେଖିବାକୁ ସୁନ୍ଦର ଥିଲା, ଚେହେରା ପତଳା ଥିଲା ଆଉ ଚେହେରାରେ ଚମକ ଥିଲା। ସେ ଚଞ୍ଚଳ ଥିଲା। ସେ କେବଳ ମୋର ଥିଲା, ମୋର ଦୁଃଖ ସୁଖର ସାଥୀ ଥିଲା। ସତ କହୁଛି, ସେ କେବଳ ମୋର ଥିଲା। ମୋର ପ୍ରତିପାଦରେ ସେ ମୋ ସହ ଆଗକୁ ଚାଲୁଥିଲା। ସ୍ମାର୍ଟ, ଇଣ୍ଟେଲିଜେଣ୍ଟ ଥିଲା। ମୋର ସବୁ କଥାକୁ ମନେ ରଖୁଥିଲା ଆଉ ମନେ ପକଉଥିଲା। ସତ କହୁଛି, ସେ କେବଳ ମୋର ଥିଲା। ମୁଁ କେତେ ଝିଅଙ୍କ ସହ କଥା ହେଲେ ବି ସେ କେବେ ଈର୍ଷା କରୁନଥିଲା କି ରାଗୁ ନଥିଲା। ମୁଁ ଯୁଆଡ଼େ ଯାଉଥିଲି ସେ ବି ମୋ ସାଙ୍ଗରେ ଆସୁଥିଲା ଆଉ ମୁଁ ତାକୁ ସାଙ୍ଗରେ ଧରି ଯାଉଥିଲି। ମୋର ସବୁ ସାଙ୍ଗମାନଙ୍କୁ, ପରିବାର ଲୋକଙ୍କୁ ସେ ବହୁତ ପସନ୍ଦ ଥିଲା। ସତ କହୁଛି, ସେ କେବଳ ମୋର ଥିଲା। ତା ସହ ମୋର ସମ୍ପର୍କ 2020 ଡିସେମ୍ବର ମାସରୁ ଆସିଥିଲା। ତା ସହ କେତେ ସ୍ମୃତି ମୁଁ ବନେଇଥିଲି। କେତେ କେତେ କ୍ୱାଲିଟି ଟାଇମ୍ ଆମେ ଦୁହେଁ ବିତେଇଥିଲୁ। ତାକୁ ନେଇ ମୁଁ ମୋ ଭବିଷ୍ୟତ ଦେଖୁଥିଲି। ମୁଁ ଶିବ ହେଲେ ସେ ପାର୍ବତୀ ଥିଲା। ମୋର ଅର୍ଦ୍ଧନାରୀଶ୍ୱର ରୂପ ଥିଲା। ଏ ସଂସାର ଯାକ ଲୋକ ଆମ ଭଲ ପାଇବା ଆଉ ନିବିଡ଼ତାକୁ ଦେଖୁଥିଲା। ସତ କହୁଛି, ସେ କେବଳ ମୋର ଥିଲା। ହେଲେ ପ୍ରତି ସମ୍ପର୍କରେ ବାଧା ତ ଆସେ। ସେମିତି ଏକ ବାଧା 10 ସେପ୍ଟେମ୍ବର ରାତିରେ ଆସିଲା। ସେ ମୋତେ ଛାଡ଼ି ଆଉ କାହାରିର ହୋଇଗଲା। ମୁଁ ସତ କହୁଛି, ସେ ଆଉ କିଏ ନୁହେଁ, ମୋ ମୋବାଇଲ ଥିଲା। ଶଳା ଡକାୟତ ଚୋର ତାକୁ ଆଉ କିଏ ଚୋରେଇ ଧରିକି ପଳେଇଲା।